ପ୍ରେଜ୍ ଦ ଲର୍ଡ। ଖ୍ରୀଷ୍ଟରେ ଥିବା ମୋର ପ୍ରିୟ ଭାଇ ଏବଂ ଭଉଣୀମାନେ, ତୁମ ସମସ୍ତଙ୍କୁ ଖ୍ରୀଷ୍ଟମାସର ଶୁଭେଚ୍ଛା। ଆଜିର ପ୍ରସଙ୍ଗ ହେଉଛି ଯୀଶୁଖ୍ରୀଷ୍ଟ ହେଉଛନ୍ତି ବିଶ୍ୱକୁ ପରମେଶ୍ୱରଙ୍କର ସର୍ବୋତ୍ତମ ଉପହାର। ଲୁକ 2:11 ଲେଖା ଅଛି, କାରଣ ଆଜି ଦାଉଦ ନଗରରେ ତୁମ ପାଇଁ ଜଣେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଛନ୍ତି, ଯିଏ ଖ୍ରୀଷ୍ଟ ପ୍ରଭୁ। ଆଜିର ବାକ୍ୟ 7ଟି ଅଂଶରେ ବିଭକ୍ତ କରାଯାଇଛି। ପ୍ରଥମ ଅଂଶରେ ଖ୍ରୀଷ୍ଟଙ୍କ ପୂର୍ବରୁ ଜଗତ। ଯୀଶୁ ଆସିବା ପୂର୍ବରୁ ସଂସାର ଅନ୍ଧକାରରେ ପରିପୂର୍ଣ୍ଣ ଥିଲା। ଲୋକମାନେ ଭୟ ଏବଂ ପାପ ମଧ୍ୟରେ ବାସ କରୁଥିଲେ। ପରିତ୍ରାଣର କୌଣସି ପ୍ରକୃତ ଆଶା ନଥିଲା। ଯିଶାୟ 9:2 ଲେଖା ଅଛି, ଅନ୍ଧକାରରେ ଚାଲିଥିବା ଲୋକମାନେ ଏକ ମହାନ ଆଲୋକ ଦେଖିଛନ୍ତି। ଦ୍ୱିତୀୟ ଅଂଶ, ଯୀଶୁ ସଂସାରର ଆଲୋକ ଭାବରେ ଆସିଥିଲେ। ଆଜି ମଧ୍ୟ ଅନେକ ଲୋକ ଅନ୍ଧକାରରେ ବାସ କରନ୍ତି। ଭାବପ୍ରବଣ, ଯନ୍ତ୍ରଣା, ଆର୍ଥିକ ଚାପ, ପାରିବାରିକ ସମସ୍ୟା ଏବଂ ଆଧ୍ୟାତ୍ମିକ ଶୂନ୍ୟତା ଦେଇ ଗମନ କରନ୍ତି। କିନ୍ତୁ ଏହି ମାନବ ଜାତିର ଗଭୀରତମ ଆବଶ୍ୟକତାର ଉତ୍ତର ହେଉଛନ୍ତି ଯୀଶୁଖ୍ରୀଷ୍ଟ। ତୃତୀୟ ଅଂଶ, ଖ୍ରୀଷ୍ଟମାସ ଆମକୁ ମନେ ପକାଇ ଦିଏ ଯେ ଆଲୋକ ଆସିଛି। ଯୀଶୁ କାହିଁକି ଜନ୍ମ ହୋଇଥିଲେ? ଯୀଶୁ ମାନବ ଯୋଜନା ଦ୍ୱାରା ନୁହେଁ, ବରଂ ପରମେଶ୍ୱରଙ୍କ ଦିବ୍ୟ ଉଦ୍ଦେଶ୍ୟ ଦ୍ୱାରା ଜନ୍ମ ହୋଇଥିଲେ। ମାଥ୍ୟୁ 1:21 ଲେଖା ଅଛି, ତୁମେ ତାଙ୍କ ନାମ ଯୀଶୁ ରଖିବ, କାରଣ ସେ ତାଙ୍କ ଲୋକମାନଙ୍କୁ ସେମାନଙ୍କ ପାପରୁ ରକ୍ଷା କରିବେ। ଯୀଶୁ ଆସିଥିଲେ କାରଣ ଆମକୁ ପାପରୁ ରକ୍ଷା କରିବା ପାଇଁ, ପରମେଶ୍ୱରଙ୍କ ସହିତ ଆମର ସମ୍ପର୍କ ପୁନଃସ୍ଥାପନ କରିବା ପାଇଁ, ଅନନ୍ତ ଜୀବନ ଦେବା ପାଇଁ। ଚତୁର୍ଥ ଅଂଶ, ଖ୍ରୀଷ୍ଟମାସ ହେଉଛି ଆମେ ପରମେଶ୍ୱରଙ୍କ ପାଇଁ କ'ଣ କରିବା ତାହା ନୁହେଁ, କିନ୍ତୁ ପରମେଶ୍ୱର ଆମ ପାଇଁ କ'ଣ କରିଛନ୍ତି ତାହା ବିଷୟରେ। ଏଠାରେ ଆମେ ଖ୍ରୀଷ୍ଟଙ୍କ ନମ୍ରତା ଦେଖୁଛୁ। ରାଜାମାନଙ୍କର ରାଜା ହୋଇ ମଧ୍ୟ ସେ ନିଜେ ଏ ଜଗତକୁ ଆସିଥିଲେ। ଏକ ଆବାସ ସ୍ଥଳ ଗୁହାଳରେ ପାଳକ ଭାବରେ, ପ୍ରାସାଦର ସିଂହାସନରେ ରାଜା ଭାବରେ ନୁହେଁ। ଦ୍ୱିତୀୟ କରିନ୍ଥୀୟ 8:9 ଲେଖା ଅଛି, ଯଦିଓ ସେ ଧନୀ ଥିଲେ ତଥାପି ତୁମ ପାଇଁ ସେ ଦରିଦ୍ର ହୋଇଗଲେ। ଏହା ଆମକୁ ଶିକ୍ଷା ଦିଏ ଯେ ପରମେଶ୍ୱରଙ୍କ ପାଇଁ ନମ୍ରତା ହେଉଛି ମୂଲ୍ୟବାନ। ପରମେଶ୍ୱର ସରଳ ଏବଂ ଆଜ୍ଞାଶୀଳ ହୃଦୟ ମାଧ୍ୟମରେ କାର୍ଯ୍ୟ କରନ୍ତି। ପ୍ରକୃତ ଖ୍ରୀଷ୍ଟମାସ ଆମକୁ ନମ୍ର ଭାବରେ ବଞ୍ଚିବାକୁ ଏବଂ ଅନ୍ୟମାନଙ୍କର ସେବା କରିବାକୁ ଏବଂ ପରମେଶ୍ୱରଙ୍କ ଉପରେ ପୂର୍ଣ୍ଣ ଭରସା କରିବାକୁ ଶିଖାଏ। ପଞ୍ଚମ ଅଂଶ, ଶାନ୍ତିର ବାର୍ତ୍ତା। ଯୀଶୁଙ୍କ ଜନ୍ମ ହେବା ସମୟରେ ଦୂତମାନେ ଘୋଷଣା କରିଥିଲେ। ଲୁକ 2:14 ଲେଖା ଅଛି, ଉଚ୍ଚ ସ୍ଥାନରେ ପରମେଶ୍ୱରଙ୍କ ମହିମା ଏବଂ ପୃଥିବୀରେ ଶାନ୍ତି। ବିଶ୍ୱ ଟଙ୍କାରେ, ସଫଳତାରେ ଏବଂ ଶକ୍ତିରେ ଶାନ୍ତି ଖୋଜେ, କିନ୍ତୁ ପ୍ରକୃତ ଶାନ୍ତି କେବଳ ଖ୍ରୀଷ୍ଟଙ୍କ ଠାରୁ ଆସେ। ଯୋହନ 14:27 ଲେଖା ଅଛି, ମୋର ଶାନ୍ତି ମୁଁ ତୁମକୁ ଦେଉଅଛି। ଯଦି ଯୀଶୁ ଆମ ହୃଦୟରେ ବାସ କରନ୍ତି, ତେବେ ଭୟ ଶକ୍ତି ହୋଇଯାଏ, ଆଶା ପୁନରୁଦ୍ଧାର ହୁଏ, ଆନନ୍ଦ ପ୍ରକୃତ ହୁଏ। ଷଷ୍ଠ ଅଂଶରେ ଆମେ ଦେଖିବା, ଆମେ ଖ୍ରୀଷ୍ଟମାସ କିପରି ପାଳନ କରିବା ଉଚିତ। ପରିବର୍ତ୍ତନ ବିନା ଖ୍ରୀଷ୍ଟମାସ ସମ୍ପୂର୍ଣ୍ଣ ହୁଏ ନାହିଁ। ଆମେ ଖ୍ରୀଷ୍ଟମାସ ପାଳନ କରୁ ଯେତେବେଳେ ଆମେ ଅପ୍ରୀତିକର ଲୋକକୁ ଭଲ ପାଉ, ଆମକୁ ଆଘାତ ଦେଇଥିବା ଲୋକକୁ କ୍ଷମା କରୁ, ଦରିଦ୍ର ଏବଂ ଅଭାବୀମାନଙ୍କୁ ସାହାଯ୍ୟ କରୁ, ପ୍ରାର୍ଥନା ଏବଂ ପରମେଶ୍ୱରଙ୍କ ବାକ୍ୟରେ ସମୟ ବିତାଉ। ରୋମିଓ 12:10 ଲେଖା ଅଛି, ପ୍ରେମରେ ପରସ୍ପର ପ୍ରତି ସମର୍ପିତ ହୁଅ। ସପ୍ତମ ଅଂଶ, ଆମେ ଯୀଶୁଙ୍କୁ ଯେଉଁ ସର୍ବୋତ୍ତମ ଉପହାର ଦେଇପାରିବା ତାହା ହେଉଛି ଏକ ସମର୍ପିତ ଜୀବନ। ନିଜକୁ ପଚାରନ୍ତୁ, ଯୀଶୁ କ'ଣ ପ୍ରକୃତରେ ମୋ ହୃଦୟରେ ଜନ୍ମଗ୍ରହଣ କରିଛନ୍ତି କି? ମୁଁ କ'ଣ ତାଙ୍କ ଇଚ୍ଛା ଅନୁସାରେ ବଞ୍ଚୁଛି କି?
ମୁଁ କ'ଣ ଅନ୍ୟମାନଙ୍କ ସହିତ ତାଙ୍କ ପ୍ରେମ ବାଣ୍ଟିଛି କି? ଖ୍ରୀଷ୍ଟମାସ କେବଳ ଇତିହାସର ଏକ ଘଟଣା ନୁହେଁ, ଏହା ଆମ ହୃଦୟରେ ଏକ ଅଭିଜ୍ଞତା। ଯୀଶୁଙ୍କୁ ଆମର ତ୍ରାଣକର୍ତ୍ତା, ଶାନ୍ତିଦାତା ଏବଂ ଆମର ଆଶା ହେବାକୁ ଦେବା। ପ୍ରିୟ ଭାଇ ଏବଂ ଭଉଣୀମାନେ, ଖ୍ରୀଷ୍ଟମାସ ଏକ ସ୍ପଷ୍ଟ ଏବଂ ଉଚ୍ଚ ସ୍ୱରରେ ଘୋଷଣା କରେ ଯେ ପରମେଶ୍ୱର ଆମ ସହିତ ଅଛନ୍ତି। ଆଜି ଆପଣ ଯାହା ଦେଇ ଗତି କରୁଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ ଯୀଶୁ ଆପଣଙ୍କ ପାଇଁ ଆସିଥିଲେ, ଏହା ହେଉଛି ଗୁରୁତ୍ୱପୂର୍ଣ୍ଣ। ଆସନ୍ତୁ ଆମେ ଏ ଖ୍ରୀଷ୍ଟମାସରେ କିପରି ପ୍ରାର୍ଥନା କରିବା ତାହା ଶିଖିବା। ହେ ପ୍ରଭୁ ଯୀଶୁ, ଏହି ଜଗତକୁ ଆସିବା ପାଇଁ ଆପଣଙ୍କୁ ଧନ୍ୟବାଦ। ଆପଣଙ୍କ ଶାନ୍ତି ଏବଂ ଆନନ୍ଦ ଆମ ହୃଦୟରେ ପରିପୂର୍ଣ୍ଣ କରନ୍ତୁ। ଆପଣଙ୍କୁ ମହିମା ପ୍ରଦାନ କରୁଥିବା ଜୀବନଯାପନ କରିବାରେ ଆମକୁ ସାହାଯ୍ୟ କରନ୍ତୁ। ପ୍ରତ୍ୟେକ ପରିବାର ଏବଂ ପ୍ରତ୍ୟେକ ଘରକୁ ଆଶୀର୍ବାଦ କରନ୍ତୁ। ଯୀଶୁଙ୍କ ନାମରେ ମାଗିଲି, ଆମେନ୍। ପୁଣି ଥରେ ଖ୍ରୀଷ୍ଟମାସର ଶୁଭେଚ୍ଛା। ଆଜି ଏବଂ ସର୍ବଦା ଖ୍ରୀଷ୍ଟଙ୍କ ଆନନ୍ଦ ଆପଣଙ୍କ ହୃଦୟରେ ରାଜତ୍ୱ କରୁ। ବିଶେଷ କରି ଯଦି ଏହି ଭିଡ଼ିଓ ଦ୍ୱାରା ଆପଣ କିଛି ଶିଖୁଛନ୍ତି, ତେବେ ଏହି ଚ୍ୟାନେଲକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ। ପ୍ରେଜ୍ ଦ ଲର୍ଡ।